ତ ଭାଇ ଦେଖି ପାରୁଥିବ ମୁଁ ଆଜି ଜଣେ ଆସିକି ଭିଡିଓ ବନେଇ ଆସିଛି। ତ ଭାଇ ମୋ ଆଗରେ କିଏ ଅଛି ନା ମୋ ପଛରେ କିଏ ଅଛି? ମୁଁ ଜଣେ ଭିଡିଓ ବନେଇ ଆସିଛି ତ ଦେଖିପାରୁଥିବ। ହଁ ତ ଭାଇ ଯଦି ମୋର ଭିଡିଓ ଯଦି ଗଲତି ଥିବି ଭାଇରାଲ ହେଲା ନା ଏ ଦୁନିଆକୁ ଦେଖେଇଦେବି ଯେ ସୋସିଆଲ ମିଡିଆରେ ପାବାର କଣ ଜାଣିଛ ନା ଭାଇ। ତ ଭାଇ ହଁ ମୁଁ ଜାଣିଛି ଲୋକମାନେ ଭିଡିଓ ବନେଇଲେ ହସ ମଜାକ ଉଡେଇବେ। ତ ଭାଇ ତମେ ଗୋଟେ କଥା ଶୁଣ, ବର୍ତ୍ତମାନ ତମେ ଯଦି ଏବେ ମରିବ, ହଁ ମରିବ, ତେବେ କାହାର ଫରକ ପଡିବ? ତମ ବାପା ମାଙ୍କର ହିଁ ଫରକ ପଡିବ। କାହିଁକି ନା ଲୋକମାନଙ୍କ ଫରକ ପଡିବନି କାରଣ ସେମାନଙ୍କର ତମ ଉପରେ ଭଲ ପାଇବା ନାହିଁ। ଭାଇ ଲୋକମାନେ ଯଦି ମଜାକ ଉଡଉଛନ୍ତି ମଜାକ ଉଡେଇବାକୁ ଦିଅ ଆଉ ସେମାନଙ୍କୁ କିଛି କହିବନି ତମ ନିଜ ବାଟରେ ରହିବ। କାହିଁକି ନା ତମେ ମରିବ ଯଦି ତ କେବଳ ତମ ବାପା ମାଙ୍କର ଫରକ ପଡିବ, ସେମାନଙ୍କର କିଛି ଫରକ ପଡିବ ନାହିଁ। ତ ସେମାନଙ୍କର କିଛି ଫରକ ପଡୁନାହିଁ, ତମ ଭିଡିଓ ବନେଇବାରେ କଣ ଫରକ ପଡୁଛି? ତ ସେମାନେ ହସ ମଜାକ ଉଡାଇଲେ କଣ ଫରକ ପଡିବ କି? ନାଇଁ ନା। ତ ଭାଇ ଭିଡିଓ ବନାଅ, ଫୋନ ଉଠାଅ ଆଉ ଭିଡିଓ ବନାଅ। ତ ଦେଖେଇଦେବା ସୋସିଆଲ ମିଡିଆର ପାୱାର କେତେ। ତ ରହିଲି, ଜୟ ଜଗନ୍ନାଥ।